ଥରେ ମନ୍ଦାର ଗଛରେ ଯଦି ଆପଣ ଦୁଇଟି କାମ କରିଦେବେ ତ ଖରା ଦିନ ସାରା ଆପଣ ଗଛରେ ବହୁତ ସାରା ଫୁଲ ପାଇବେ। ତ ଦେଖିନେବା ସେଇ ଯେ ମନ୍ଦାର ଗଛର ଏଇ ମନ୍ଦାର ଗଛର ଦେଖନ୍ତୁ ଏଇଟା ହେଉଛି ଶୀତ ଦିନର ଡରମେନ୍ସି ପିରିୟଡ଼ ଚାଲିଥିଲା ତ ଗଛର ମନ୍ଦାର ଗଛର ଗ୍ରୋଥ ରହିଯାଇଥିଲା। ଫେବୃଆରୀ ମାସ ଆସିଗଲା ତ ଦେଖିପାରିବେ ଏଠି ଛୋଟ ଛୋଟ ତାର ନ୍ୟୁ ନ୍ୟୁ ଗ୍ରୋଥ ଆସିଛି। এইবেলে ଆପଣ କ'ଣ କରିବେ ନା ଗଛର କୁଣ୍ଡର ଏଇ ପଛପଟେ ତା ଯେ ହୋଲ୍ ଥିବ ସେଇ ହୋଲ୍ରେ ଦେଖିବେ ଯଦି ଚେର ଦେଖାଯାଉଥିବ ତ ଏଇ ସମୟରେ ଆପଣ ଆକୁ ଗଛଟିକୁ ରିପୋର୍ଟିଂ କରିଦେବେ। ଯଦି ଆପଣଙ୍କର ଗଛରେ ଚେର ନ ଦେଖାଯିବ ତ ଏଇପଟୁ ଅଳ୍ପ କିଛି ମାଟି ବାହାର କରିଦେବେ। ତାପରେ ଭଲ ଖତ ଆପଣ ଗୋବର ଖତ ଏମିତିକା ଦେଇପାରିବେ। ଯଦି ଏମିତିକା ଚେର ଦେଖାଯିବ ତ ରିପୋର୍ଟିଂ ଆମେ କରିବା। ତ ରିପୋର୍ଟିଂ ପାଇଁ ଏଇଠି ପ୍ଲେନ୍ ମାଟିର ବ୍ୟବହାର କରାଯାଇଛି ତ ଦେଖିପାରିବେ। ଆଉ ଏଠି କିଛି ଅଳ୍ପ ଗୋବର ଖତ ଦେଖୁଛନ୍ତି ୟାର 3 ଭାଗ ମାଟି ୟାର 2 ଭାଗ ଗୋବର ଖତ। ଏଇଠି ଆପଣ ବାଲି ବି ବ୍ୟବହାର କରିପାରିବେ ଯେହେତୁ ଏଟା ମୋର ପୁରୁଣା ମାଟି ତ ଏଇଠି ବାଲି ଅଛି। ବାଲି ଆପଣ ଏଇ ଭାଗେ ନେଇପାରିବେ। এই যে ଆପଣ ମୁଁ ଏଇଟା ବାଲ୍ଟିରେ ଲଗାଉଛି ବାଲ୍ଟିରେ ଗୋଟେ ହୋଲ୍ କରିଦେବେ ତାର ପଛ ଆଡ଼େ ଯାହାଦ୍ୱାରା କି ଆମେ ପାଣି ଦେବା ବାହାରକୁ ଚାଲି ଆସିବ। এইଠି ଆପଣ কি କରିବେ ଗୋଟେ ମୁଠି ପାଉଁଶର ବ୍ୟବହାର କରିବେ ଯାହାଫଳରେ କି ଗଛର ଚେରରେ କିଛି ଫଙ୍ଗସ୍ ଲାଗିବନି। ଯଦି ଆପଣଙ୍କ ପାଖରେ ପାଉଁଶ ନାହିଁ ତ ଆପଣ ହଳଦୀ ବି ବ୍ୟବହାର କରିପାରିବେ। ଯଦି ଏଇଟା ତ ସବୁ ନ୍ୟାଚୁରାଲ ଜିନିଷ ହେଇଗଲା। এইটা ହେଉଛି କେମିକାଲ ଉପାୟରେ ଫଙ୍ଗିସାଇଡ୍। এইটা ଆପଣ ଦୋକାନରେ 20 ରୁ 25 ଟଙ୍କାରେ ଆଣିପାରିବେ ଯେକୌଣସି କମ୍ପାନୀର। ଦେଖିପାରିବେ ଏଟା ଏସର କମ୍ପାନୀ ସାପ କମ୍ପାନୀ ଯେକୌଣସି କମ୍ପାନୀର ଫଙ୍ଗିସାଇଡ୍ ଆଣିବେ ଅଧେ ଚାମଚ କି ଗୋଟେ ଚାମଚ ଆପଣ ଏଇଟା ବ୍ୟବହାର କରିପାରିବେ ଆପଣଙ୍କ ଇଚ୍ଛା। ଯଦି ନ୍ୟାଚୁରାଲ ଜିନିଷ ବ୍ୟବହାର କରିବେ ଯଦି ଫଙ୍ଗିସାଇଡ୍ ଥିବ ତ ଏଇଟା ବି ବ୍ୟବହାର କରିପାରିବେ। ଯଦି ଆପଣଙ୍କ ପାଖରେ ପାଉଁଶ ନାହିଁ ତ ହଳଦୀର ବି ବ୍ୟବହାର କରିପାରିବେ। এইଠି ମାଟିକୁ ହାଲୁକା କରିବା ପାଇଁ କିଛି ଆପଣ ଶୁଖିଲା ପତ୍ର ବି ବ୍ୟବହାର କରିପାରିବେ। ମୋର ମାଟି ପୁରା ହାଲୁକା ଅଛି ନରମ ମାଟି ତ ମୁଁ ଏଇଠି କିଛି ପତ୍ର ବ୍ୟବହାର କରୁନାହିଁ। ଆପଣ ଗଛ ଲଗାଇବା ପାଇଁ 4ଟା ସମୟରେ ହିଁ ଲଗାଇବେ ସକାଳ ଟାଇମରେ ଲଗାଇବେ ନାହିଁ। ତ ଦେଖିପାରିବେ এইଠି ଆପଣ ଦେଖିଦେଇଥିବେ ସେଇ କୁଣ୍ଡର ଏଇଟା ରୁଟ୍ ବାଉଣ୍ଡ ହେଇଯାଇଥିଲା ତ ଅଳ୍ପ କିଛି ମୁଁ ଚେର ରଖିକରି ଏଇ ଗଛଟିକୁ ମୁଁ ଇଏ କରିଦେଇଛି ମାନେ ମାଟିରୁ କାଢ଼ିଦେଲି। ତ এইଠି ଦେଖିପାରିବେ এইଠି ଆମେ ଏଇନା ଲଗାଇବା ଗଛକୁ। ଗଛଟି ବାଲ୍ଟିରେ ଲଗାଇ ସାରିଲା ପରେ কি କରିବେ ନା ଭଲ ଭାବେ ତାକୁ ପାଣି ଦେଇଦେବେ। କଇଞ୍ଚିରେ ଆପଣ কি କରିବେ এই যে ଗଛର এই ଗଣ୍ଠି ଜାଗା ତା ତଳ ଭାଗରେ ଏମିତି ହାଲକା ହାଲକା କାଟିଦେବେ ଯାହାଫଳରେ କି ଏମିତିକା ନୂଆ ନୂଆ ଗ୍ରୋଥ ଆସିବ। ସେଇ ଯେ ନୂଆ ନୂଆ ଡାଳ ଆସିବ ଏଇ ସବୁ ଡାଳରେ ମନ୍ଦାର କଢ଼ ଏବଂ ଫୁଲ ଆସିବ। ତ এইଠି ଆପଣ ଦେଖୁଥିବେ ଏଇ ମନ୍ଦାର ଗଛଟିକୁ ମୁଁ ହାଲକା ଏମିତିକା କାଟି ଦେଇଥିଲି। ଦେଖନ୍ତୁ ଏଇଟା ତାର ନ୍ୟୁ ନ୍ୟୁ ଗ୍ରୋଥ ଆସିଛି। ଏଇପଟେ ଦେଖନ୍ତୁ କେତେ ସାରା ନ୍ୟୁ ଗ୍ରୋଥ ଆସିଛି ଦେଖିପାରିବେ।